ସମସ୍ତଙ୍କୁ ନମସ୍କାର। ହଉ କୁହ ଚାଣକ୍ୟ ସୂତ୍ର କୁହନ୍ତୁ। ସମସ୍ତଙ୍କ ପ୍ରତି ଦୟା ଭାବ ଥାଏ, ଯାହାର ମୁଖ୍ୟ ପାଇଁ ଲଳାୟିତ ହୁଏ ନା ସେ ନର, ତାହା ପାଇଁ ଆବଶ୍ୟକ ହୁଏ ନାହିଁ ଜ୍ଞାନ। ଜଟା ବାନ୍ଧି ଶରୀରରେ ଭସ୍ମର ଲେପନ, ଏକ ଅକ୍ଷର ବିଶିଷ୍ଟ ପରମାତ୍ମା ତତ୍ତ୍ୱ ଯେ କରିପାରନ୍ତି ଶିଷ୍ୟ ଅବଗତ, ସେ ଗୁରୁଙ୍କ ଋଣ ଶୋଧ ହୋଇ ସମ୍ଭବ ଦେଲେ ମଧ୍ୟ ପୃଥିବୀର ସବୁ କିଛି ଦ୍ରଦ। ଘଣ୍ଟା ପରି ଦୃଷ୍ଟ ଦିଏ କଷ୍ଟ ନିରନ୍ତର, ଦାନ ତାକୁ ନ ମିଳେ ନିସ୍ତାର, ଦୁଷ୍ଟକୁ ନାଶ କରିବ ନିଷ୍ଠୁର ଭାବ, ଅବା ତାହାଠାରୁ ରହୁଥିବ ବହୁ ଦୂରେ। ପିନ୍ଧିଥାଏ ଯେଉଁ ଲୋକ ମଇଳା ବସନ, ମୁଖ ଦୁହେଁ ନା କରେ ନା ଦନ୍ତର ମାର୍ଜନ, ଅତିରିକ୍ତ ମାତ୍ରାରେ ଯେ କରଇ ଭୋଜନ, କର୍କଶ ତାରେ କରେ କଥୋପକଥନ, ସକାଳେ ସୂର୍ଯ୍ୟ ଦିଏ କରଇ ଶୟନ। ତାଙ୍କୁ ମଧ୍ୟ ଶିକାରୀ ଧନହୀନ ହୋଇଗଲେ ତାଙ୍କ ମିତ୍ର ପତ୍ନୀ ବନ୍ଧୁ ମିତ୍ର ତଥା ଆଜ୍ଞାକାରୀ ଭୃତ୍ୟ ଭାଗରେ ଯଦି ପୁଣି ମିଳିଯାଏ ଧନ, ଫେରି ଆସନ୍ତି ନିର୍ଲଜ୍ଜର ସମ। ଅନ୍ୟାୟ ଭାବରେ ଉପାର୍ଜିତ ଯେଉଁ ଧନ 10 ବର୍ଷ ରହି ଦିନ ସମୂଳରେ ଏକାଳ ବର୍ଷେ ହୁଏ ନଷ୍ଟ, ଧର୍ମୀ ଭୋଗ କରଇ ନିଦାରୁଣ। ହଉ ସରିଲା ନା ଆଉ? ହଉ ବହୁତ ବହୁତ ଧନ୍ୟବାଦ। ନେଟୱାର୍କ ପ୍ରୋବ୍ଲେମ୍ ରହୁଛି ବୋଧେ। ତ ଆଜି ଆମର ଦୋଳ ପୂର୍ଣ୍ଣିମା ପାଇଁ ଆମର ଗୁରୁକୁଳରେ ଯଜ୍ଞ ଥିଲା। ଯଜ୍ଞ କାର୍ଯ୍ୟକ୍ରମ ସାରିକି ଏବେ ସମସ୍ତେ ଟିକେ ରେଷ୍ଟ ବି ନେଉଛନ୍ତି। ତ ଆମର ଆଗକୁ ଗୋଟେ ଫିଜିକାଲ ମିଟିଂ ବି ରଖିବା। ଆଉ ଜୁମ୍ରେ ଆମେ ଏ ଜିନିଷଟା କଲେ ଆମର ଏ ଜିନିଷ ଯାହା ବି ଆମେ ଆଲୋଚନା କରିବା ସେ ଜିନିଷଟା ଲୋକଲୋଚନକୁ ନେବା। ତେଣୁକରି ସମସ୍ତେ ଜୁମ୍ରେ ଜଏନ୍ ହେବା ପାଇଁ ଚେଷ୍ଟା କରନ୍ତୁ। ଆଉ ସେଠି କ'ଣ କି ଜୁମ୍ରେ ଆମେ କିଛି ଯଦି ଲେଖିକି କିଛି ବର୍ତ୍ତମାନ ଆମେ ଯେଉଁ ଯେତିକି ବି ମନେ କରାଯାଉ କିଛି ଗ୍ରୁପରେ PDF ପକା ହେଉଛି କିମ୍ବା ଯାହା ବି କିଛି ଛଡ଼ା ହେଉଛି ପ୍ରାୟ ସମସ୍ତେ ଦେଖି ପାରୁନଥିବେ। କାରଣ ସେଗୁଡ଼ା ପାଇଁ ସ୍ପେଶାଲ ସମୟ ଦରକାର ହୁଏ। କିଏ ଗୋଟେ PDF ଛାଡ଼ିଲା, କିଏ କ'ଣ ଲେଖିକି ଛାଡ଼ିଲା, ସେଗୁଡ଼ା ପଢ଼ିବା ପାଇଁ ସମୟ ହେବନି। କିନ୍ତୁ ଆମେ ଯେଉଁ ଘଣ୍ଟେ ସମୟ ଆଲୋଚନା କରୁଛେ ସେ ସମୟ ଭିତରେ ଯଦି ଆମେ କ'ଣ କିଛି ହ୍ୱାଇଟ୍ ବୋର୍ଡ଼ ମାଧ୍ୟମରେ ଯଦି ଆମେ ଲେଖିକି କିଛି ବୁଝେଇବା ବା କିଏ କିଛି ଇନଫର୍ମେସନ୍ ଦେବ, ତାହେଲେ ସେ ଜିନିଷଟା ମନେ ରହିଯିବ ଆମର। ତେଣୁକରି ଆମେ କ'ଣ କରିବା ନା ଜୁମ୍ରେ ହେଲେ ସେ ଜିନିଷଟା ଲାଇଭ୍ ରେକର୍ଡ଼ିଂ ରହିଲା, ତାପରେ ଆମେ ତାକୁ ୟୁଟ୍ୟୁବରେ ଛାଡ଼ିଦେବା। ତ ଆମ ବିଚାରଧାରାର ଲୋକମାନେ ତାପରେ ଆମ କଥାକୁ ଶୁଣିକି ଜଏନ୍ ହେବେ। ଆଉ ସେଇଆ ହେଲା କଥା। କିଏ କଟିଗଲେ ପୁଣି। ତ ଆଉ କ'ଣ କେମିତି କ'ଣ କରାଯିବ କେବେ ଦେଖିବା। ନହେଲେ ଯଦି ହେବ ଫିଜିକାଲ ମିଟିଂଟା ସେ ବୀରେନ୍ଦ୍ର ପଣ୍ଡା ମଝିରେ ଆସିବାର ଅଛି, ସେ ସମୟରେ ନହେଲେ ଡାକିଦେବି। ହେଲେ ଆପଣମାନେ ଆସିଲେ ମାନେ ଗୋଟେ ଭଲ ହେବ, ଭଲ ଆଲୋଚନା ହେବ। ତ ସେମାନଙ୍କ ପଟୁ ମୁଁ ଆଗେ କଥାଟା ପାଇସାରେ କେବେ ଆସିବେ କି କ'ଣ କରିବେ। ଯଦି ଆସିବେ ହେଲେ କେତେ ସମୟ ଦେବେ, କେତେ ସମୟ ରହିବେ, ସେଇ ହିସାବରେ ମୁଁ କହିବି।
ଆଉ ଆମର ମୁଁ ବହୁତ ଗବେଷଣା କରି ସାରିଲା ପରେ ଏ ଜିନିଷ କରୁଛି, ଯେଉଁ ଜିନିଷଟା ଦାଦା ଲେଖରାଜ ଜି 100 ବର୍ଷ ପୂର୍ବରୁ କରିଦେଇକି ଯାଇଛନ୍ତି। ତ ଯେଉଁମାନେ ବାସ୍ତବରେ ଧର୍ମପରାୟଣ ନାରୀ, ତାଙ୍କ ଦ୍ୱାରା ହିଁ ସମାଜ ପରିବର୍ତ୍ତନ ହେବ, ଅନ୍ୟମାନଙ୍କ ଦ୍ୱାରା ହୋଇପାରିବ ନାହିଁ। ଆଉ ସେମାନଙ୍କର ପରିବର୍ତ୍ତନର ଆବଶ୍ୟକତା ତାଙ୍କର କିଛି ନାହିଁ। ସେମାନେ ମାନେ ଗୋବର କାଟାଗାରିର ତାଙ୍କର ମୁଣ୍ଡରେ ଅଛି ବୁଦ୍ଧି, ତାଙ୍କର ବୁଦ୍ଧି ହେବ ନାହିଁ, ଆମେ ବୁଝେଇ ବି ପାରିବା ନାହିଁ। ତ ଆମ ବିଚାରଟା ଯେତେ ଅଧିକ ଲୋକଙ୍କୁ ଆମେ ଶୁଣେଇବା ବା ଜାଣିବେ, ତେବେ ଯାଇକି ସେମାନେ ଆକ୍ଟିଭ ହେବେ। ତ ତେଣୁକରି ଏହା ହେଉଛି ମୁଖ୍ୟ ଉଦ୍ଦେଶ୍ୟ, ନହେଲେ ଆଉ କୌଣସି ରାସ୍ତା ନାହିଁ। ତ ଆଜି ବିଶେଷ ମୁଁ ସେମିତି କିଛି ମାନେ ପୁସ୍ତକ ଉପରେ ଆଲୋଚନା କରୁନାହିଁ। ଯଦି ଆଉ କ'ଣ ଉପରେ ଆଲୋଚନା କରିବା କି ଏମିତି ଆଜି ଗପସପ ହେବା, କୁହନ୍ତୁ ସମସ୍ତେ ଟିକେ ଟିକେ। ମୋ ମୋବାଇଲରେ ସେଭ୍ ନାହିଁ। ହଁ, ତ ତେଣୁକରି ବହୁତ ଜରୁରୀ ଅଛି ଏ ଜିନିଷ। ଆମେ ଯେଉଁ କରୁଛୁ, ଆମେ ତ ଲୋକ ଆମକୁ ମୂର୍ଖ କହିପାରନ୍ତି, ପାଗଳ କହିପାରନ୍ତି, କିନ୍ତୁ ସେ ଜିନିଷ ସମାଜ ପାଇଁ କେତେ ଜରୁରୀ ସେଇଟା ଜଣେ ଯେତେବେଳେ ମାନେ ସେ ସମସ୍ୟାର ସମ୍ମୁଖୀନ ହେଉଛି, ତେବେ ଯାଇକି ତା ମନକୁ ବୁଦ୍ଧିଟା ଚେତା ପଶୁଛି। କିନ୍ତୁ ସେ ଜିନିଷର ଯାର ପାଖରେ ଦୂରଦୃଷ୍ଟି ଅଛି, ସିଏ ସେ ଜିନିଷଟାକୁ ଜାଣିପାରୁଛି। ତ ଦୂରଦୃଷ୍ଟି ଅଛି, ଆମେ କଳନା କରିଛୁ ଯେ ସମସ୍ୟା କ'ଣ, ସେ ସମସ୍ୟାର ସମାଧାନ କେମିତି ହେବା ଦରକାର। କାରଣ ମନୁଷ୍ୟ ସମାଜରେ ମନୁଷ୍ୟ ପରିକା ରହିବା ଦରକାର। ତ ତେଣୁକରି ଯେଉଁମାନେ ଧର୍ମପରାୟଣ ମା ମାନେ, ସେମାନଙ୍କୁ ଯୋଡ଼ିବାଟା ବହୁତ ଆବଶ୍ୟକ ଅଛି। ଆଉ ଯେଉଁ ଜିନିଷଟା ଅନେକ ସମସ୍ୟା ରହୁଛି, ସେ ସମସ୍ୟା ମାନେ ସମାଧାନ କେବଳ ତାଙ୍କ ଦ୍ୱାରା ହିଁ ସମ୍ଭବ। ଆଉ ସେ ତେଣୁକରି ଏ ଜିନିଷ ମାନେ ମୋ ଗବେଷଣା ଭିତରେ ଆସିଛି। ତେଣୁକରି ହିଁ ନାରୀ କି ଶକ୍ତି ରୂପରେ ଆଖ୍ୟା ଦିଆଯାଇଛି, ଆଉ ଶକ୍ତି ରୂପରେ ପୂଜା ଏବେ ବି କରାହେଉଛି। ତ ତେଣୁକରି ବାରମ୍ବାର ମୁଁ ସେ କଥା କହୁଛି। ତ ଆପଣମାନେ ସେ ଜିନିଷକୁ ଗୁରୁତ୍ୱର ସହିତ ନିଅନ୍ତୁ। ଆଉ ଆଗକୁ ଯେବେ ବି ଆମେ ପ୍ରଥମରେ ଆମ ପାଖରେ ତ 20-30 ଜଣ ଆମ ବିଚାରଧାରାର ହେଇଯିବା ଦରକାର। ବର୍ତ୍ତମାନ ମ୍ୟାକ୍ସିମମ୍ 10 ଜଣ ଏମିତି ହେବେ। ସେ 10 ଜଣ ଭିତରୁ ଏଇ ଜିନିଷର ଆମର ଯେଉଁ ମିଟିଂଟା, ୟାକୁ କିଏ ସେକେଣ୍ଡାରୀ ଭାବରେ ନେଉଛି, ତ ସେକେଣ୍ଡାରୀ ଭାବରେ ନେଲେ ହେବ ନାହିଁ। ୟାକୁ ମେନ୍ ପାର୍ଟ ଆପଣଙ୍କର ଯଦି ସମୟର କୌଣସି କାହାରି ଅସୁବିଧା ରହୁଛି, ତାହେଲେ ସମୟ କହିବେ, ଚେଞ୍ଜ କରିବା। ଯେତେବେଳେ କହିଲେ ସମସ୍ତଙ୍କୁ ଆମେ ଆଲୋଚନା କରିକି ଗୋଟେ ସମୟରେ ରଖିବା, ଆଉ ସେଥିରେ ସମସ୍ତେ ଆମେ 100% ପ୍ରେଜେଣ୍ଟ ରହିବା, ତେବେ ଯାଇକି ଆମେ ଠିକ୍ ଜିନିଷ କରିପାରିବା। ଆଉ ୟାକୁ ଯଦି ଆମେ ସେକେଣ୍ଡାରୀ ଭାବରେ ନେବା ନାହିଁ, ଅଲଗା କାମ ଥିଲା କି ଅଲଗା କ'ଣ କାମ ଅଛି ବୋଲି ସେ ଜିନିଷ ଧରିବା, ତାହେଲେ ଇଏ ସେକେଣ୍ଡାରୀ ଭାବରେ ରହିଲା। ହଁ, ଟାଇମ୍ ହେଲେ ମୁଁ ଜଏନ୍ କରିବି, ନହେଲେ ନାହିଁ। ତ ସେମିତିରେ କିଛି ହେଇପାରିବନି। ତ ସେଇଥିପାଇଁ ମୁଁ କହୁଛି, ଯଦି କାହାରି ଟାଇମ୍ ବିଷୟରେ ଚେଞ୍ଜ କରିବା ବୋଲି ଭାବୁଛନ୍ତି କୁହନ୍ତୁ, କିନ୍ତୁ ମୋ ହିସାବରେ ଠିକ୍ ଅଛି ଟାଇମ୍। କାରଣ ଆପଣମାନଙ୍କର ଘରୋଇ କାମ ଆପଣ 8 ସୁଦ୍ଧା ସାରି ଦେଇପାରିବେ। ଆଉ 8ଟାରୁ 9ଟା ଠିକ୍ ଅଛି। 9ଟା ପରେ ଆପଣ ଶୋଇବେ। ଏଇଟା ପରଫେକ୍ଟ ଟାଇମ୍ ଅଛି ମୋ ହିସାବରେ। ନା ଆଉ କିଏ କ'ଣ କହୁଛନ୍ତି ସମୟ ବାବଦରେ କହିଲେ?
ହଉଛି ଲକ୍ଷ୍ମୀ ଦିଦି ହିଁ କହୁଥିଲେ ଯେ ଆମର ଟାଇମ ଟା ଟିକେ ଏପଟ ସେପଟ ହଉଛି ସେ କାହିଁ ଗଲେ କି ଅଛି ହଁ ତାଙ୍କର ତାଙ୍କର ଆଉ ଗୋଟେ କ୍ଲାସ୍ ହୁଏ ତ 8ଟାରୁ 9ଟା ସିଏ କହୁଥିଲେ ସେଥିପାଇଁ ଜଏନ୍ ହେଇପାରିଥାନ୍ତେ ବୋଲି। ତ ଅନ୍ୟମାନଙ୍କର ମତାମତ ଟିକେ କହିଲେ ଯାଇକିରି ନା ସେ ଜିନିଷଟା କରିବା ଆମେ କରିପାରିବା କି କେମିତି କ'ଣ କରିବା କି ଆଉ ମୁଁ ଏଇନା ଜଷ୍ଟ ପହଞ୍ଚିଲି। ଏବେ ହଁ ପହଞ୍ଚିଲ? ହଁ ଏଇ ତ ଜଷ୍ଟ କବାଟ ଖୋଲୁଛି। ଆଉ 3 ଘଣ୍ଟା ହେଇଗଲା ପୁରା। ଯଦି ମନେ କରାଯାଉ ଏ ଜିନିଷଟା ଅଡ୍ ହଉଛି ରାତିରେ ହଁ ତାହେଲେ ଆମେ ଯଦି ହେବ ଯେମିତି ଆମେ ଗୀତା କ୍ଲାସ୍ ଆମେ କରୁଥିଲୁ ସକାଳୁ ଯଦି କରିବା ତାହେଲେ ବି ହେଇପାରିବ। ସେ ସମୟଟା ବି ଆପଣମାନଙ୍କର ଠିକ୍ ସମୟ 5:30ରୁ 6ଟା ଏଇ ସମୟଟା ବି ମାନେ କ'ଣ ସେ ସମୟଟା ଗୋଟେ ଠିକ୍ ସମୟ ହେଇପାରିବ। ଆଉ ଅଲଗା ସମୟ ଆଉ ଦିନ ସାରା କାମ ରହିବ ଯାହାହେଲେ 3ଟାରୁ 4ଟା ଏମିତି ଦିନବେଳେ। ହଁ ସମସ୍ତଙ୍କୁ ପଚାରିବ ନା। ହଁ ନାଇଁ ଖରାବେଳ ଟାଇମ୍ଟା ପୁଣି ହେଇପାରିବ। ଖରାବେଳଟାରେ ଫାଙ୍କା 2ଟାରୁ 3ଟା ରହୁଛନ୍ତି ସମସ୍ତେ 2ଟାରୁ 2ଟାରୁ 3ଟା କାରଣ କି ଏବେ ଏତେ ଖରା ନା ହଁ କିଛି 1:30ରୁ ତ କାମ କରିବେ ନାହିଁ ହଁ ଲୋକ। ହଁ ସେ ସମୟଟା ବି ହେଲେ ବି ଭଲ ହେବ। ଛୁଆ ତ ସ୍କୁଲ ବି ଯାଇଥିବେ ହେଲା ହୁଁ। ଆରାମସେ ଆମେ କିଛି ତ ଡିସ୍କସ୍ କରିକିରି କରିପାରିବା। ହଁ ସେ ସମୟଟା ବି କୁହନ୍ତୁ ସମସ୍ତଙ୍କ ମତାମତ ନିହାତି ଦରକାର ନା ମୁଁ ସମୟ ଚେଞ୍ଜ କରିବା। କୁହନ୍ତୁ। ଘରେ ରେଡି ସମସ୍ତେ ତାହେଲେ କେହି କିଛି କହିତେ ନାହିଁ। ଦିନ ବେଳେ ଖରା ବେଳେ ରଖିବା କି କୁହନ୍ତୁ। ଆଉ ଖରାବେଳେ ଶୋଇପଡିବେ। ହେଁ ଖରାବେଳେ ସମସ୍ତେ ଶୋଇପଡିବେ କେହି ଆଉ ଚେତା ହେଇଥିବେ ସେତେବେଳେ। 2ଟାରୁ 3ଟା ରଖବା କି? ଖାଇଲେ ନିଶା ଲାଗିଯିବ ନାଇଁ କି? ଖାଇବା ନାଇଁ ତାହେଲେ ଖାଇବା ଆଗରୁ କରିବା। 1ଟାରୁ 2ଟା ନା ସକାଳ ବି ହେଇପାରିବ। 2ଟାରୁ 3ଟା ସକାଳ କ୍ଲାସ୍ ଅଛି। 12ଟାରୁ 1 ହଁ 12ଟାରୁ 1 ସବୁ ସବୁ ଟାଇମ୍ ଆଉ କେତେ ଶୀଘ୍ର ଏଇନା ବିଶେଷ କାମ ହଉନାହିଁ ଯେ ଆଉ ଠିକ୍ ଅଛି ଆମେ ଖାଇବା ବି 12ଟା ଆଗରୁ କି 12ଟା ପରେ ଶୋଇ ପଡବା କି? ହଁ ନାଇଁ ନା ତ କ୍ଲାସଟା କରିଦେବା ତାପରେ ଶୋଇ ପଡବା 12ଟାରୁ 1 ନାଇଁ କି? ତ ସମସ୍ତେ ରାଜି ହେବା ଦରକାର। ହଁ ସେଇ କଥା କହୁଛି କିମ୍ବା 12:30ରୁ 1:30 ଆମର ଏଠି ସମସ୍ତେ କହିଲେ କ'ଣ ଏଇ 8-10 ଜଣ। ହଁ ସେମାନେ ହେଲେ ବି ତ ସେତିକି ଯେତିକି ତାପରେ ଜଣ ଆମେ ଅଛୁ ସେମାନେ ହିଁ ମୁଖ୍ୟ ଲୋକ ନା ନାଇଁ। ତାପରେ ସେତିକି ସାରିଲା ପରେ ଆମେ ଯୋଡ଼ିବା ୟାର ପରେ ଆଉ ହେଲା। ହଁ ଜଣେ ଜଣେ ଜୁଡ଼ିଲେ ତୁମେ ବି ତ ଯୋଡ଼ିବା କଥା ସୁପ୍ରିୟା ଲିଲି ଝିଲି କି କରିବ। ଜୁଡ଼ବା ଯେ ନାଇଁ ସେ ବିଚାର ତାଙ୍କ ନାଇଁନି ଯଦି ସେଇ ଜୁଡ଼ବା ବି ବିଚାର ଦରକାର ନାହିଁ। ଥିବା ସେ ଦରକାର। ବିଚାର ନାହିଁ ହେଲେ ଜୁଡ଼ବା ବି ଦରକାର ନାହିଁ ହେଲା ଖାଇବି। ନାଇଁ ମୁଁ ସେ ସାକ୍ଷୀ ଗୋପାଳ ଝିଅଟାକୁ କହିଛି। ଆଉ ତାକୁ ଯୋଡ଼ିଦବ ହଁ ଯିଏ ଟିକେ ଏଇ ଦିଗରେ ଯାହାର ଧ୍ୟାନ ହଁ ଆଉ ସେ ବବିତା ଦିଦିକୁ କହିଥିଲି ଆସିକି ଦେଖିକି ଯାଆନ୍ତୁ ବୋଲି। ଆଜି ୟୁଟ୍ୟୁବ୍ ଲିଙ୍କଟା ଛଡ଼ା ହେଇଛି ଦେଖିବେ ଆମର ଯଜ୍ଞ କରାହେଉଥିଲା। ଲିଙ୍କ ରାଷ୍ଟ୍ର ନିର୍ମାଳ ଗୁରୁକୁଲମ୍ ଯେଉଁଟା ନାଁ ଲେଖା ହେଇଛି ଦେଖିବେ। आप सबको ऋषि बधोत्सव की हार्दिक बधाई और शुभकामनाएं ଲେଖା ହେଇଛି ସେଇଟାରେ ସେ ଫଟୋଟା ଲେଖା ହେଇଛି ଦେଖିବେ ସେଇଟାରେ ଆମର ଥିଲା ଆଜିକାର ଯଜ୍ଞ। ତ ମନିଟାରୀ ହେଲ୍ପ ଦରକାର ଆଗକୁ ସେଇଥିପାଇଁ କହିଥିଲି ଆସିବା ପାଇଁ କେବେ ଆସିବେ କୁହନ୍ତୁ ଦେଖିକି ଯାଆନ୍ତୁ। ଆଉ ଯେତେ ଜଲ୍ଦି ହେଇପାରିବ ଆପଣ କୁହନ୍ତୁ କେବେ ଆସିବେ? ହଁ ସେଇଟା ସେମିତି ଦେଖଉଥିବ ଶୁଣିପାରୁଛନ୍ତି? ପ୍ରଥମରେ ଟାଇମ୍ଟା ଟିକେ କୁହନ୍ତୁ। ହଁ ଟାଇମ୍ ବିଷୟରେ 12:30ରୁ 1:30 ହେଲେ ବି ହେଲା
ଏବେ ତୁମେ ଖାଇଦିଅ କ୍ଲାସ୍ କର ଶୋଇପଡ଼। ସକାଳ ଟାଇମଟା ତ ହେଇପାରିବନି, ଏଇଟା ହିଁ ବେଷ୍ଟ ଟାଇମ୍ ଅଛି ଅବଶ୍ୟ ଯେ। ହଉ ହଉ ସେ ମାଏ ଜଏନ୍ ହେଇକିରି ଫୋନ୍ଟା କୁଆଡ଼େ ରଖିଦେଇକି ପଳେଇଛନ୍ତି ବୋଧେ, ତ ଅସୁବିଧା। ଆଚାର୍ଯ୍ୟ ଆଜି ଆସିନାହାନ୍ତି ଆଜି। ଦେବା ହଉ 8:29 ହେଇଛି। ନନା ଗୋଟେ କ'ଣ ବହି ଆଣନ୍ତୁ ଦେଖିବା, 5-10 ମିନିଟ୍ ଗୋଟେ ଆଲୋଚନା କରିବା ଗୋଟେ। ନନା ଯାହା ହେଲେ ଗୋଟେ ବହି ଆଣନ୍ତୁ ନା, ଗୋଟେ ଇମ୍ପୋର୍ଟାଣ୍ଟ, ଆମର ତ ସବୁ ମୂଲ୍ୟବାନ। ବୋର୍ଡିଂ କରେଇଦେବ। ଟାଇମ୍ଟା ଟିକେ କହିବ। ମୁଁ ତ କହୁଛି। ହଉ କିଛି ପ୍ରଶ୍ନ ଉତ୍ତର ବିଷୟରେ ମୁଁ କହୁଛି, ଖାଲି ଶୁଣନ୍ତୁ ହେଲା, ସେଠି ଶୁଣିଲେ ଜାଣିବେ। ମାନେ ବୈଦିକ ଶିକ୍ଷା ବିଷୟରେ କିଛି ପ୍ରଶ୍ନ ଉତ୍ତର ଅଛି। ସଂସ୍କୃତି କାହାକୁ କୁହନ୍ତି? କ୍ୱେଶ୍ଚନ୍ ଅଛି, ସଂସ୍କୃତି କାହାକୁ କୁହନ୍ତି? ଉତ୍ତର ଅଛି, ସମାଜକୁ ସୁବ୍ୟବସ୍ଥିତ ଓ ସୁସଂହତ ଭାବେ ନିର୍ମାଣ କରିବା ପଦ୍ଧତିକୁ ବ୍ୟକ୍ତି ଓ ସମାଜ ଏ ଉଭୟ ବାହାର ଓ ଭିତରର ବିକାଶ କରି ସର୍ବାଙ୍ଗ ସୁନ୍ଦର କରିବା ବ୍ୟବସ୍ଥାକୁ ସଂସ୍କୃତି କୁହାଯାଏ। ଆଚ୍ଛା, ଆଉ ଗୋଟେ ପ୍ରଶ୍ନ ଅଛି କ'ଣ ନା, ସଂସାରର ସର୍ବପ୍ରାଚୀନ ସଂସ୍କୃତିର ନାମ କ'ଣ? ଏହାର ଉତ୍ତର ଅଛି, ସଂସାରର ସର୍ବପ୍ରାଚୀନ ସଂସ୍କୃତିର ନାମ ବୈଦିକ ସଂସ୍କୃତି। ମାନେ ବେଦରୁ, ଯାହା ବେଦକୁ ଆଧାର କରିକିରି ଯେଉଁ ସମାଜ ଚାଲିଥାଏ ତାକୁ ବୈଦିକ ସଂସ୍କୃତି କୁହାଯାଏ। ଯେଉଁଟା ଆମ ସନାତନ ଧର୍ମର ସଂସ୍କୃତି, ତାକୁ ବୈଦିକ ସଂସ୍କୃତି କୁହାଯାଏ। ବୈଦିକ ସଂସ୍କୃତି କାହାକୁ କୁହାଯାଏ? ବେଦରେ ପ୍ରତିପାଦିତ ସଂସ୍କୃତିକୁ ବୈଦିକ ସଂସ୍କୃତି କୁହାଯାଏ। ଯାହା ବେଦରେ ଆମର ଲେଖା ହେଇଛି, ସେ ମାନେ ବେଦର ନିର୍ଦ୍ଦେଶ, ଯେ ବେଦର ନିର୍ଦ୍ଦେଶ କ'ଣ ପାଇଁ କରାହେଇଛି ନା, ସୃଷ୍ଟି ପ୍ରାରମ୍ଭ ବେଳକୁ ଈଶ୍ୱର ମାନେ ବେଦ ଜ୍ଞାନ କାହାକୁ ଦେଲେ? ବ୍ରହ୍ମାଙ୍କୁ। ବୁଝିପାରିଲେ? ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଆମର ଯେଉଁ ରହିଲେ, ବ୍ରହ୍ମାଙ୍କୁ ଦେଲେ ବେଦ ଜ୍ଞାନ। ତ ସେ ଜ୍ଞାନ କାଳକ୍ରମେ ମୁନି ଋଷିମାନଙ୍କ ପାଖକୁ ଆସିଲା। ତ ସେଇ ଜ୍ଞାନ ଦ୍ୱାରା ସମାଜ ଯେଉଁ ପରିଚାଳିତ ହୁଏ, ସେ କହିଲା ବେଦରେ ପ୍ରତିପାଦିତ ସଂସ୍କୃତିକୁ ବୈଦିକ ସଂସ୍କୃତି କୁହାଯାଏ। ସମାଜକୁ ସମୁନ୍ନତ କରିବାର ଯେଉଁ ବ୍ୟବସ୍ଥା ବେଦରେ ବର୍ଣ୍ଣିତ ହୋଇଛି, ତାହା ବୈଦିକ ସଂସ୍କୃତି ନାମରେ ନାମିତ। ଆମର ଧର୍ମର ନାମ କ'ଣ? ଆମ ଧର୍ମର ନାମ ହେଉଛି ବୈଦିକ ଧର୍ମ। ବୈଦିକ ଧର୍ମ କାହାକୁ କହନ୍ତି? ବେଦରେ ପ୍ରତିପାଦିତ ହୋଇଥିବା ଧର୍ମକୁ ବୈଦିକ ଧର୍ମ କହନ୍ତି। ବୈଦିକ ଧର୍ମର ମୂଳ ଗ୍ରନ୍ଥର ନାମ କ'ଣ? ନା, ବୈଦିକ ଧର୍ମର ମୂଳ ଧର୍ମ ଗ୍ରନ୍ଥର ନାମ ହେଉଛି ବେଦ। ବେଦ କାହାକୁ କହନ୍ତି ପୁଣି?
ବେଦର ବାସ୍ତବିକ ଅର୍ଥ ହେଉଛି ଜ୍ଞାନ। ମନୁଷ୍ୟ ପାଇଁ ଆବଶ୍ୟକ ଥିବା ସକଳ ଜ୍ଞାନ ବିଜ୍ଞାନର ଭଣ୍ଡାରର ନାମ ହେଉଛି ବେଦ। ତ ଆମର ମନୁଷ୍ୟ ପାଇଁ ମାନେ ଆମମାନଙ୍କ ପାଇଁ ଆବଶ୍ୟକ ଜ୍ଞାନ ବିଜ୍ଞାନ ଯାହା ବି ଦରକାର, ଯାହା ନିର୍ଦ୍ଦେଶ ଅଛି ଯେ ମନୁଷ୍ୟ ଏଇ କର୍ମ କରିବା ଦରକାର, ଏଇ କର୍ମ ନ କରିବା ଦରକାର, ଏଇ କର୍ମକୁ ଏହି ଭାବରେ କରିବା ଦରକାର, ଏଇ କର୍ମକୁ ଏଇ ପରି ଭାବରେ ନ କରିବା ଦରକାର, ସେଇ ବିଷୟରେ ଯେଉଁଠି ଲେଖା ହେଇଛି ବା କମ୍ପ୍ଲିଟ୍ ମଣିଷର ବିକାଶ ପାଇଁ ଯେଉଁଠି ଲିପିବଦ୍ଧ ହେଇଛି, ଯେଉଁ ଜ୍ଞାନ ଅଛି, ସେଇ ଜ୍ଞାନକୁ ଆମେ ବେଦ ବୋଲି କହୁ। ବିଦ୍ ଧାତୁରୁ ଆସିଛି, ତ ବିଦ୍ର ଅର୍ଥ ହେଉଛି ଜ୍ଞାନ। ଯାହାଦ୍ୱାରା ମାନେ ବେଦରେ ଯେଉଁ ଜ୍ଞାନ ଅଛି ସେଠି କ'ଣ ହେଉଛି ନା ଯାହାଦ୍ୱାରା ସତ୍ୟ ଅସତ୍ୟ, ଧର୍ମ ଅଧର୍ମ, କର୍ତ୍ତବ୍ୟ ଅକର୍ତ୍ତବ୍ୟ, ପୁଣ୍ୟ ପାପ ଇତ୍ୟାଦିକୁ ଠିକ୍ ଭାବେ ନିର୍ଣ୍ଣୟ କରିବାର ବିବେକ ମନୁଷ୍ୟକୁ ମିଳେ, ତାହାକୁ ବେଦ କୁହାଯାଏ। ହେଲା, ବେଦରେ କେଉଁ କେଉଁ ଜିନିଷକୁ ଆମେ ଦିଆହେଇଛି, ସେଠି କେଉଁ ଜିନିଷ ଲିପିବଦ୍ଧ ହେଇଛି ନା ସତ୍ୟ ଅସତ୍ୟ, କେଉଁ ଜିନିଷ ସତ୍ୟ, କେଉଁ ଜିନିଷ ଅସତ୍ୟ, ଧର୍ମ ଅଧର୍ମ, ଧର୍ମ କେଉଁ ଜିନିଷ, ଅଧର୍ମ କ'ଣ, କର୍ତ୍ତବ୍ୟ କ'ଣ, ଅକର୍ତ୍ତବ୍ୟ କ'ଣ, ପୁଣ୍ୟ କ'ଣ, ପାପ କ'ଣ, ଏ ବିଷୟରେ ଯେଉଁଠି ଲିପିବଦ୍ଧ ହେଇଛି ତାହାକୁ ଆମେ ବେଦ ବୋଲି କହୁଛେ। ଆଚ୍ଛା, ବେଦ ଆମର କେତୋଟି ଅଛି ନା 4ଟି ବେଦ ଅଛି। ଋଗ୍ ବେଦ, ଯଜୁର୍ବେଦ, ସାମବେଦ ଆଉ ଅଥର୍ବ ବେଦ। ଆଉ ଏତିକି ଆମ ପାଖରେ ଲିପିବଦ୍ଧ ପୁସ୍ତକ ଅଛି। କିନ୍ତୁ ପୂର୍ବରୁ ଆମର ଗୋଟେ ଥିଲା ପଞ୍ଚମ ବେଦ ବୋଲି ଥିଲା, ଯେଉଁ ବେଦ ମାନେ କ'ଣ ବ୍ରହ୍ମାଙ୍କୁ ମିଳିଥିଲା। ବ୍ରହ୍ମାଙ୍କ 5ଟା ମୁଣ୍ଡ ଥିଲା ବୋଲି ପୂର୍ବରୁ କୁହାହେଉଥିଲା। ମାନେ ମୁଣ୍ଡ ମାନେ କ'ଣ, 5ଟା ଜ୍ଞାନ, ମାନେ 5 ବେଦର ଜ୍ଞାନ ବାସ୍ତବରେ ଥିଲା। ତ ସୃଷ୍ଟି ପ୍ରାରମ୍ଭରେ ଆମର ସନକାଦି ଋଷି ମାନେ 4 ଜଣ ଥିଲେ। ପଞ୍ଚମ ବେଦ ଶୁଣିଲା ପରେ ତାଙ୍କୁ ବୈରାଗ୍ୟ ହୋଇଯାଏ। ସେ ବେଦର ଏମିତି ଜ୍ଞାନ ଥିଲା ଯେ ସେ ଜ୍ଞାନ ଶୁଣିଲା ପରେ ସେମାନେ ବୈରାଗ୍ୟ ଲାଭ କରୁଥିଲେ। ସାଂସାରିକ ମୋହମାୟାରେ ସେ ଜମା ପଡ଼ୁନଥିଲେ। ସେ ଜ୍ଞାନ ମାନେ ଏତେ ସୁନ୍ଦର ଭାବରେ ଥିଲା। ତ ପରେ ଶଙ୍କର ସେ ଜିନିଷ, ଆମର ଶଙ୍କର ମହାଦେବଙ୍କ ଦ୍ୱାରା ସେ ଜିନିଷ ବ୍ରହ୍ମାଙ୍କ ଠାରେ ତାଙ୍କର କ'ଣ ଅନୁମତି ବା ତାଙ୍କର ନିର୍ଦ୍ଦେଶ କେମିତି ବି ହଉ, ସେଇ ଜିନିଷକୁ, ସେ ଜ୍ଞାନକୁ ଦେବା ଲୋପ ହେଇଗଲା ଧୀରେ ଧୀରେ। କାରଣ ତାପରେ ସପ୍ତ ଋଷିଙ୍କୁ ସୃଷ୍ଟିର ଦାୟିତ୍ୱ ଦେଲେ। ସପ୍ତ ଋଷି ତାପରେ ସଂସାର ଆଗକୁ ବଢ଼ାଇଲେ। ତ ସେ ପଞ୍ଚମ ବେଦର ଜ୍ଞାନ ବର୍ତ୍ତମାନ ସମୟରେ କେବଳ ଯିଏ ମାନେ କ'ଣ ଈଶ୍ୱରଙ୍କ ପାଖରେ ହିଁ ମିଳିବ, ସେମିତି ଆଉ କୌଣସି ଲୌକିକ ଲୋକ ପାଖରେ ସେ ଜ୍ଞାନ ନାହିଁ। ଆଚ୍ଛା, ବେଦ କିଏ ଦେଇଛନ୍ତି କହିଲେ? ବେଦ ପରମପିତା ପରମାତ୍ମା ପ୍ରଦାନ କରିଛନ୍ତି। ଈଶ୍ୱର ବେଦ କେବେ ଦେଲେ? ଈଶ୍ୱର ସୃଷ୍ଟି ଆରମ୍ଭରେ ବେଦ ପ୍ରଦାନ କଲେ। ମନୁଷ୍ୟର କ'ଣ ମଙ୍ଗଳ, କେମିତି ମନୁଷ୍ୟ କିପରି ଭଲ ଭାବରେ ରହିବ, କେମିତି ଚଳିବ, କେମିତି ଚଳିଲେ ସିଏ ତା ମନୁଷ୍ୟ ଜୀବନ ସଫଳ ହେବ, ସେଥିପାଇଁ ସେ ମନୁଷ୍ୟ ସୃଷ୍ଟି କରିବା ସମୟରେ ହିଁ ବେଦ ଜ୍ଞାନ ଦେଇଛନ୍ତି। ଈଶ୍ୱର ବେଦ କାହିଁକି ଦେଇଛନ୍ତି କୁହାହେଉଛି? ତ ତାର ଉତ୍ତର ଅଛି, ପ୍ରତ୍ୟେକ ସଚେତନ ମାତା ପିତା ନିଜ ସନ୍ତାନଙ୍କୁ ସଭ୍ୟ, ଶିକ୍ଷିତ, ସୁସଂସ୍କୃତ କରିବାକୁ ଚାହାନ୍ତି। ସେଥିପାଇଁ ସେମାନଙ୍କ ଶିକ୍ଷା ଦୀକ୍ଷାର ଉଚିତ ବ୍ୟବସ୍ଥା କରିଥାନ୍ତି। ଈଶ୍ୱର ସକଳ ସଂସାରର ମାତା ପିତା। ସେ ପରମ କରୁଣାମୟ। ସବୁ ପ୍ରାଣୀଙ୍କ ମଧ୍ୟରେ ମନୁଷ୍ୟ ବୁଦ୍ଧିମାନ ତଥା ତାଙ୍କର ଶ୍ରେଷ୍ଠ ସନ୍ତାନ। ନିଜର ଶ୍ରେଷ୍ଠ ସନ୍ତାନ ମନୁଷ୍ୟକୁ ଜ୍ଞାନ ବିଜ୍ଞାନ ସମ୍ପନ୍ନ କରିବା ପାଇଁ ଈଶ୍ୱର ଚାହାନ୍ତି। ସୃଷ୍ଟି ଆରମ୍ଭରେ
କେଉଁଠି ବି ସ୍କୁଲ କଲେଜ ନଥିଲା କି ଅନ୍ୟ କେହି ଗୁରୁ ଆଚାର୍ଯ୍ୟ ନଥିଲେ। ଈଶ୍ୱର ସର୍ବଜ୍ଞ, ଏଣୁ ମନୁଷ୍ୟକୁ ଜ୍ଞାନବାନ କରିବା ଉଦ୍ଦେଶ୍ୟରେ ମନୁଷ୍ୟର ସର୍ବାଙ୍ଗୀନ କଲ୍ୟାଣ ନିମନ୍ତେ ଈଶ୍ୱର ସୃଷ୍ଟି ଆରମ୍ଭରେ ନିଜ ନିତ୍ୟ ଜ୍ଞାନ ବେଦ ପ୍ରଦାନ କରିଛନ୍ତି। ହେଲା, ତ ଆମକୁ କ'ଣ, ଆମେ ଏବେ ଯେମିତି ସ୍କୁଲ କଲେଜରେ ପାଠ ପଢ଼ୁଛେ, ତ ସେ ପ୍ରଥମ ସୃଷ୍ଟି ଆରମ୍ଭରେ ତ ସ୍କୁଲ କଲେଜ ନଥିଲା, ବା ଏ ସ୍କୁଲ କଲେଜରେ ଯେଉଁ ପାଠ ଆମେ ପଢ଼ୁଛେ ତାହା ବାସ୍ତବରେ ମାନବ ଜୀବନରେ କେବେ ବି କାମରେ ଲାଗି ପାରୁନାହିଁ, ଆଉ ଲାଗିବ ବି ନାହିଁ। ଏହା ବୃତ୍ତିଗତ ଆମର ଶିକ୍ଷା। ଏ ଶିକ୍ଷା ଦ୍ୱାରା କୌଣସି ଆମର ମାନବ ଜୀବନ କେବେ ବି ସଫଳ ହେଇପାରିବ ନାହିଁ। ହେଲା, ଆମର ପାରିବାରିକ ଜୀବନରେ ବି ଏହା କେବେ କାମରେ ଲାଗୁନାହିଁ। ଆମର କେବେ ଗୋଟେ ପରିସ୍ଥିତି ଖରାପ ହେଲା, ଆମେ ବହି ବାହାର କରିବା, ବିଜ୍ଞାନ ବହିରୁ ତାର ଉତ୍ତର ଖୋଜିକି ବାହାର କରିବା, ଭୂଗୋଳରୁ ବାହାର କରିବା, ଇତିହାସରୁ ବାହାର କରିବା, ଇଂରାଜୀରୁ କେଉଁଠି ବି ତାର ଉତ୍ତର ପାଇବା ନାହିଁ। ଆମର ପରିସ୍ଥିତି ଯେତେବେଳେ ଖରାପ ହେବ, ଯେତେବେଳେ ଆମ ପାଖରେ କୌଣସି ମାନସିକ ଯନ୍ତ୍ରଣା ହେଲା, ତ ସେତେବେଳେ ଆମେ ଯଦି ଆମେ ପଢ଼ିଥିବା ଜ୍ଞାନ ବିଜ୍ଞାନକୁ ଆମେ ଖୋଜିବା, ଆମେ ପଢ଼ିଥିବା ପୁସ୍ତକରୁ ମାନେ କେବେ ବି ପାଇବା ନାହିଁ, ବା ଆମର କୌଣସି ସେମିତି ଶିକ୍ଷକ ନାହାନ୍ତି। ତ ତା ପାଇଁ କେବଳ ବେଦ ଦ୍ୱାରା ନିର୍ଦ୍ଧାରିତ ଜ୍ଞାନ ଦ୍ୱାରା ହିଁ ଆମେ ଠିକରେ ମାନେ ମନୁଷ୍ୟ ଜୀବନ ଆମେ ସଫଳ କରିବାର ଜ୍ଞାନ ବିଜ୍ଞାନ କେବଳ ଶାସ୍ତ୍ରରେ ହିଁ ଆମେ ପାଇପାରିବା। ଆଚ୍ଛା, ଈଶ୍ୱର ସୃଷ୍ଟି ଆରମ୍ଭରେ କାହାକୁ ବେଦ ଜ୍ଞାନ ଦେଲେ କହିଲା? ତାର ଉତ୍ତର ହେଉଛି, ଈଶ୍ୱର ସୃଷ୍ଟି ଆରମ୍ଭରେ 4 ଜଣ ଋଷିଙ୍କୁ ବେଦ ଜ୍ଞାନ ପ୍ରଦାନ କଲେ। ସେମାନଙ୍କ ନାମ ହେଲା ଅଗ୍ନି, ବାୟୁ, ଆଦିତ୍ୟ ଓ ଅଙ୍ଗିରା। ଏମାନେ ହେଲେ 4 ଋଷି ଯେଉଁମାନେ ପ୍ରଥମରେ ବେଦ ଜ୍ଞାନ ସେମାନଙ୍କୁ ମିଳିଥିଲା। ହେଲା, ଋଷି କାହାକୁ କୁହାଯାଏ କହିଲା? ଆମେ ଋଷି କହିଦେଲେ ଯେ ଏଇ 4 ଜଣ ଋଷିଙ୍କୁ ମିଳିଥିଲା ବେଦ ଜ୍ଞାନ, ତାହେଲେ ବାସ୍ତବରେ ଋଷି କାହାକୁ କୁହାଯାଏ? ଆଚ୍ଛା, ସମାଧି ଅବସ୍ଥାରେ ବେଦ ମନ୍ତ୍ରର ଅର୍ଥର ଦ୍ରଷ୍ଟା, ଜ୍ଞାନର ପ୍ରାପ୍ତକର୍ତ୍ତା, ସର୍ବହିତକାରୀ, ପରମ ତପସ୍ୱୀ ତତ୍ତ୍ୱବେତ୍ତାଙ୍କୁ ଋଷି କୁହାଯାଏ। ହେଲା, ଋଷି ଆମେ କାହାକୁ କହିବା? ନା ସମାଧି ଅବସ୍ଥାରେ ବେଦ ମନ୍ତ୍ର ଅର୍ଥର ଦ୍ରଷ୍ଟା। ସମାଧି କହିଲେ କ'ଣ? ନା ସମାଧି କହିଲେ ଯେଉଁ ଧ୍ୟାନରେ ଆମେ ଯେମିତି ରାତି ଶୋଇଗଲା ପରେ ଆମେ ଗଭୀର ନିଦ୍ରାରେ ଆମେ ଜାଣିପାରୁନୁ, ତ ସମାଧି ଅବସ୍ଥାରେ କ'ଣ ହୁଏ ନା ସେମାନେ ମାନେ ଧ୍ୟାନରେ ବସିକି ସେମାନେ ସମାଧିକୁ ଯାଆନ୍ତି। ସମାଧିରେ ତାଙ୍କ ଶରୀର କୌଣସି କାମ କରେ ନାହିଁ, ଆତ୍ମା ହିଁ କାମ କରୁଥାଏ। ହେଲା, ତ ଆତ୍ମା ଦ୍ୱାରା ସେମାନେ ମନ୍ତ୍ରର ଦ୍ରଷ୍ଟା, ମନ୍ତ୍ରର ଅର୍ଥକୁ ସେମାନେ ବୋଧ କରିଥାନ୍ତି। କେଉଁ ମନ୍ତ୍ରର କ'ଣ ଅର୍ଥ, ତାର ଉପଯୋଗ କେମିତି ହେବ, ସେଇମାନଙ୍କୁ ଆମେ ଋଷି ବୋଲି କହିବା। ହେଲା, ଆଉ ଋଷି ଆମେ ବର୍ତ୍ତମାନ ସମୟରେ ଋଷି ନାହାନ୍ତି। ଏମାନେ ଯେତେ ବି ଦୁନିଆରେ ଆମେ ବୁଲୁଛନ୍ତି ଦେଖିବେ, ଏମାନେ କେହି ଋଷି ନୁହନ୍ତି, ଏମାନେ ସନ୍ନ୍ୟାସୀ। ଋଷି ପର୍ଯ୍ୟନ୍ତ ପହଞ୍ଚିବା ଛୋଟ କଥା ନୁହଁ। ହେଲା, କେଉଁ ଋଷି କେଉଁ ବେଦ ପ୍ରାପ୍ତ କରିଥିଲେ? ଆଚ୍ଛା, ଅଗ୍ନି ଋଷି ଋଗ୍ ବେଦ, ବାୟୁ ଋଷି ଯଜୁର୍ବେଦ, ଆଦିତ୍ୟ ଋଷି ସାମବେଦ ଏବଂ ଅଙ୍ଗିରା ଋଷି ଅଥର୍ବ ବେଦ ପ୍ରାପ୍ତ କଲେ। ଈଶ୍ୱର ଏ 4 ଜଣ ଋଷିଙ୍କୁ ହିଁ କାହିଁକି ବେଦ ଦେଲେ? ଏ 4 ଜଣଙ୍କୁ ହିଁ କାହିଁକି ବେଦ ଦେଲେ? ନା ଈଶ୍ୱର ଏ 4 ଜଣ ଋଷିଙ୍କୁ ହିଁ ଏଥିପାଇଁ ବେଦ ଦେଲେ କାରଣ ଏମାନେ ସମସ୍ତଙ୍କ ମଧ୍ୟରେ ସର୍ବାଧିକ ପବିତ୍ର ଆତ୍ମା, ସବୁଠୁ ଅଧିକ ଯୋଗ୍ୟ ଥିଲେ। ଏଇ 4 ଜଣ ସର୍ବାଧିକ ପବିତ୍ର, ତାଙ୍କ ହୃଦୟ ସର୍ବାଧିକ ପବିତ୍ର ଥିଲା। ହେଲା, ତେଣୁକରି ସେ 4 ଜଣଙ୍କୁ ବେଦର ଜ୍ଞାନ ଦେଲେ। ଆଚ୍ଛା, ଈଶ୍ୱର ସୃଷ୍ଟି ଆରମ୍ଭରେ କିପରି ବେଦ ଜ୍ଞାନ ଦେଲେ? ସୃଷ୍ଟିର ଆରମ୍ଭରେ କିପରି ବେଦ ଜ୍ଞାନ ଦେଲେ କହିଲେ? ଆମେ ମନେ ମନେ କଥା ହେଲା ଭଳି, ପାଠ ପଢ଼ିଲା ଭଳି, ମନେ ମନେ ଗୀତ ଗାଇଲା ଭଳି ସ୍ୱପ୍ନରେ ଆମକୁ ଦୃଶ୍ୟ ଓ
ଶବ୍ଦର ଜ୍ଞାନ ହେଲା ଭଳି ଈଶ୍ୱର ବି ସମସ୍ତଙ୍କ ଭିତରେ ବିଦ୍ୟମାନ ଥିବାରୁ, ଆଚ୍ଛା ଈଶ୍ୱର ଆମ ଭିତରେ ବିଦ୍ୟମାନ ଥିବାରୁ ଅଗ୍ନି ଆଦି 4 ଜଣ ଋଷିଙ୍କ ହୃଦୟରେ ଶବ୍ଦ ଓ ଦୃଶ୍ୟ ଦ୍ୱାରା ବେଦ ଜ୍ଞାନର ପ୍ରକାଶ କଲେ। ତାଙ୍କୁ ଆଭାସ କରାଇଦେଲେ ସେ ଜ୍ଞାନର ମାନେ କ'ଣ, ଈଶ୍ୱରଙ୍କ ଦ୍ୱାରା ଯେଉଁ ପ୍ରାପ୍ତ ହୁଏ ଜ୍ଞାନଟା, ସେମିତି ବସିକି ଶୁଣାନ୍ତି ନାହିଁ ବା ଏମିତି ଯେମିତି ଆମେ ଟିଭିରେ ଦେଖୁଛେ ମାନେ ଶୂନ୍ୟବାଣୀ ହେଲା କି କ'ଣ ହେଲା, ସେମିତି ସିଏ କେବେ ବି ଜ୍ଞାନ ପ୍ରାପ୍ତ ହୁଏନି। ସେଇଟା ଏମିତି ଗୋଟେ ହେବ ଯେ ତା ଦ୍ୱାରା ମନ ପରିବର୍ତ୍ତନ ହେଇଯିବ ବା ତାଙ୍କର ଚେତନାର ଶକ୍ତି ବହୁତ ଊର୍ଦ୍ଧ୍ୱକୁ ଉଠିଯିବ, ଯଦ୍ୱାରା ଆମର କ'ଣ କୁହାଯିବ, ମାନେ ସେଠୁ ଏନର୍ଜି କ'ଣ ଶକ୍ତି ନେଇ ନେଇ ସିଏ ଆଗକୁ ବଢ଼ି ଚାଲିଥାଏ ଆତ୍ମା। ତେଣୁକରି ସେଇ ପ୍ରକାର ଜ୍ଞାନ ହେଇଯାଏ। ଅନ୍ୟ ବ୍ୟକ୍ତିମାନେ କିପରି ବେଦ ଜ୍ଞାନ ଲାଭ କଲେ? ଅଗ୍ନି ଆଦି 4 ଜଣ ଋଷି ଈଶ୍ୱରଙ୍କ ଠାରୁ ବେଦ ଜ୍ଞାନ ଲାଭ କରି ଅନ୍ୟମାନଙ୍କୁ ବାଣୀ ଦ୍ୱାରା ଶୁଣାଇଲେ। ତ ଏ ଋଷିମାନେ ଯେତେବେଳେ ବେଦ ଜ୍ଞାନ ପାଇଲେ ସେତେବେଳେ କ'ଣ କଲେ ନା ଅନ୍ୟମାନଙ୍କୁ ସେ ବେଦ ଜ୍ଞାନ ଶୁଣାଇଲେ। ଏପରି ଭାବେ ଗୁରୁ ଶିଷ୍ୟ ପରମ୍ପରାରେ ଜଣେ ଅନ୍ୟଠୁ ଶୁଣି ଶୁଣି ଅନ୍ୟମାନେ ବେଦ ଜ୍ଞାନ ଲାଭ କରି ଚାଲିଲେ। ପରବର୍ତ୍ତୀ କାଳରେ ଏହା ଗ୍ରନ୍ଥ ଆକାରରେ ବି ଲିପିବଦ୍ଧ ହେଲା ଏବଂ ପଠନ ପାଠନ ଦ୍ୱାରା ଅଧିକରୁ ଅଧିକ ଲୋକଙ୍କ ନିକଟରେ ବେଦ ଜ୍ଞାନ ପହଞ୍ଚିଲା। ଏହା ଶୁଣାଶୁଣି ଭାବରେ, ଆଗରୁ ଖାତା କଲମ ନଥିଲା କିଛି, ତ ପରେ ତାପରେ ଲେଖାଲେଖି ହେଲା। ଆମର ସେତେବେଳେ ତାଳପତ୍ରରେ ଲେଖୁଥିଲେ। ତ ଏଇ ପରିକା ମାନେ କରି କରି ୟାକୁ ଲିପିବଦ୍ଧ କରିକି ରଖିଲେ। ବେଦର ଅନ୍ୟ ନାମ ଶ୍ରୁତି। ଶ୍ରୁତି କହିଲେ କ'ଣ? ଯାହା ଶୁଣିଥିବା ଜ୍ଞାନକୁ ଶ୍ରୁତି ବୋଲି କୁହାଯାଏ। ଆଉ ଗୋଟେ ହେଲା କ'ଣ? ଆଚ୍ଛା, ବେଦକୁ ଶ୍ରୁତି କାହିଁକି କୁହାଯାଏ? ନା ସୃଷ୍ଟି ଆରମ୍ଭରେ 4 ଜଣ ଋଷି ଈଶ୍ୱରଙ୍କ ଠାରୁ ନିଜ ହୃଦୟରେ ବେଦ ଶୁଣିଥିବାରୁ ଏବଂ ତାପରେ ଅନ୍ୟ କିଛି ବ୍ୟକ୍ତି ଏ ଋଷିମାନଙ୍କଠୁ ବେଦ ଶୁଣି ଅନ୍ୟମାନଙ୍କୁ ଶୁଣାଇ, ଏଭଳି ଭାବରେ ଗୁରୁ ଶିଷ୍ୟ ପରମ୍ପରାରେ କିଛି କାଳ ପର୍ଯ୍ୟନ୍ତ କେବଳ ଶୁଣି ଶୁଣି ହିଁ ଏ ଜ୍ଞାନ ଲାଭ କରାଯାଉଥିବାରୁ ବେଦକୁ ଶ୍ରୁତି ବୋଲି କୁହାଯାଏ। ଶ୍ରୁତି ଇଏଟା ମନେ ରଖିବେ, ଶ୍ରୁତି ସ୍ମୃତି ନାହିଁ ହେଲା, ଶ୍ରୁତି ଶ୍ରୁତି। ଅଗ୍ନି ଆଦି 4 ଜଣ ଋଷିଙ୍କ ଠାରୁ 4ଟି ଯାକ ବେଦର ଜ୍ଞାନ ସର୍ବପ୍ରଥମେ କିଏ ପ୍ରାପ୍ତ କରିଥିଲେ କହୁଛି। ମାନେ କିଏ ସର୍ବପ୍ରଥମେ ଜ୍ଞାନ କିଏ ପ୍ରାପ୍ତ କରିଥିଲେ? ନା ଅଗ୍ନି ଆଦି 4 ଜଣ ଋଷି, ମାନେ ଅଗ୍ନି ଆଦି କୁହା ହଉଛି ମାନେ କ'ଣ? ଅଗ୍ନି, ବାୟୁ, ଅଙ୍ଗିରା। ତ ଆମର ଏଇ ଯେଉଁ 4 ଜଣ ଋଷି, ସେ 4 ଜଣ ଋଷିଙ୍କୁ ଯେଉଁ ଜ୍ଞାନ ମିଳିଥିଲା, ତ ସର୍ବପ୍ରଥମେ ଜ୍ଞାନ କିଏ ପାଇଥିଲେ କହୁଛି? ଅଗ୍ନି ଆଦି ଋଷି 4 ଜଣଙ୍କ ଠାରୁ 4ଟି ଯାକ ବେଦର ଜ୍ଞାନ ସର୍ବପ୍ରଥମେ କିଏ ପ୍ରାପ୍ତ କରିଥିଲେ? ନା ଅଗ୍ନି ଆଦି 4 ଜଣ ଋଷିଙ୍କ ଠାରୁ 4ଟି ଯାକ ବେଦର ଜ୍ଞାନ ସର୍ବପ୍ରଥମେ ବ୍ରହ୍ମା ଋଷି ପ୍ରାପ୍ତ କରିଥିଲେ ହେଲା। ବ୍ରହ୍ମା ମାନେ ସେକେଣ୍ଡରେ ପାଇଛନ୍ତି ତାର ମାନେ ହେଲା। ଆମର ଅଗ୍ନି, ବାୟୁ, ଅଙ୍ଗିରା, ଏମାନେ ଯେଉଁ 4 ଜଣ ରହିଲେ, ଆଦିତ୍ୟ ଆଉ ଜଣେ ହେଲା। ତ ଏଇ ଯେଉଁ 4 ଜଣ ଆମର 4 ଜଣଙ୍କଠୁ ଡାଇରେକ୍ଟ ବ୍ରହ୍ମା ପାଇଥିଲେ ଏଇ 4 ବେଦର ଜ୍ଞାନ। ବେଦ ଗ୍ରନ୍ଥ ଆକାରରେ କେବେ ଲିପିବଦ୍ଧ ହେଲା? ସୃଷ୍ଟି ଆରମ୍ଭ ହେବାର କିଛି କାଳ ପରେ ବେଦ ଗ୍ରନ୍ଥ ଆକାରରେ ଲିପିବଦ୍ଧ ହେଲା। ପରେ ପରେ ମାନେ ଗ୍ରନ୍ଥ ଆକାରରେ ବହି
ରେ ଲେଖିଦେଲେ। କାରଣ ପରେ ଏ ଜିନିଷ ଋଷିମାନେ ଗଲା ପରେ ଏ ଜିନିଷ ସମାଜରେ କାହାରି ପାଖରେ ଉପଲବ୍ଧ ହୋଇପାରିବ ନ ହୋଇପାରିବ ବୋଲି ଏହାକୁ ଲିପିବଦ୍ଧ କରିକି ରଖିଲେ ହେଲା। ବେଦର ଭାଷା କ'ଣ ନା ବେଦର ଭାଷା ହେଲା ସଂସ୍କୃତ। ବେଦରେ କେଉଁ ବିଷୟରେ ଜ୍ଞାନ ଅଛି ନା ବେଦରେ ମନୁଷ୍ୟ ପାଇଁ ଆବଶ୍ୟକ ଥିବା ସମସ୍ତ ଜ୍ଞାନ ବିଜ୍ଞାନ ଅଛି। ସଂକ୍ଷେପରେ କହିଲେ ଈଶ୍ୱର ଜୀବ ପ୍ରକୃତି ସମ୍ପର୍କୀୟ ଜ୍ଞାନ ଅଥବା ଜ୍ଞାନ କର୍ମ ଉପାସନା ବିଜ୍ଞାନ ବିଷୟକ ବର୍ଣ୍ଣନା ବେଦରେ ଅଛି ହେଲା। ପ୍ରତ୍ୟେକ ବେଦର ନିଜ ନିଜ ବିଷୟ କ'ଣ? ଋଗ୍ବେଦର ବିଷୟ ହେଉଛି ଜ୍ଞାନ, ଯଜୁର୍ବେଦର ବିଷୟ କର୍ମ, ଆଉ ସାମବେଦର ବିଷୟ ହେଉଛି ଉପାସନା, ଆଉ ଅଥର୍ବ ବେଦର ବିଷୟ ହେଉଛି ବିଜ୍ଞାନ ହେଲା। ଏଇ ଯେଉଁ ଆମର 4ଟା ବେଦ ରହିଲା, ଏଠୁ ଆଉ ଥରେ କହିଦେଉଛି ଋଗ୍ବେଦରେ ଆମର ଜ୍ଞାନ ବିଷୟରେ ଚର୍ଚ୍ଚା ହେଇଛି, ଜ୍ଞାନ ବିଷୟରେ ଲେଖା ହେଇଛି। ଯଜୁର୍ବେଦରେ କର୍ମ କିପରି କର୍ମ କରିବ, କର୍ମକାଣ୍ଡ ଯେତେ ପ୍ରକାର କରାହେଉଛି ଆମର ଯାହା ବି କର୍ମ ଆମେ କରୁଛେ ସେ ବିଷୟରେ ଲେଖା ହେଇଛି କ'ଣ ଯଜୁର୍ବେଦରେ। ଆଉ ଉପାସନା ବିଷୟରେ କେଉଁଠି ଲେଖା ହେଇଛି ନା ସାମବେଦରେ। ଉପାସନା କହିଲେ କ'ଣ, ଆମେ କେମିତି କ'ଣ ଭଗବାନଙ୍କୁ ବା ଈଶ୍ୱରଙ୍କୁ ପାଇପାରିବା, ନିଜକୁ କେମିତି ପାଇପାରିବା, ନିଜକୁ କେମିତି ବୁଝିପାରିବା, ଆତ୍ମା ପରମାତ୍ମାଙ୍କୁ କେମିତି ଆମେ ଜାଣିପାରିବା, କେଉଁ ପ୍ରକାର ଉପାସନା କରିବା ତାର ବିଧି ସବୁ ସାମବେଦରେ ଲେଖା ହେଇଛି। ଆଉ ଅଥର୍ବ ବେଦରେ ବିଜ୍ଞାନ ବିଷୟରେ ଲେଖା ହେଇଛି ହେଲା। ବେଦରେ ବିଦ୍ୟା କେଉଁ ଭଳି ଅଛି? ବେଦରେ ଆମେ ଯେଉଁ ବିଦ୍ୟାଟା କହୁଛେ ଏ ବିଦ୍ୟା କେଉଁ ପ୍ରକାର ଅଛି? ସେ ଦେଇଛି ଯେ ବିରାଟ ବରଗଛଟିର ସ୍ୱରୂପ ବରଗଛରେ ଏକ ଛୋଟ ମଞ୍ଜିରେ ସୂକ୍ଷ୍ମ ରୂପେ ଲୁଚି ରହିଥିବା ଭଳି ମନୁଷ୍ୟ ପାଇଁ ଆବଶ୍ୟକ ସମସ୍ତ ବିଦ୍ୟା ବେଦରେ ବୀଜ ରୂପେ ବିଦ୍ୟମାନ। ଏହି ବୀଜକୁ ମନ୍ତ୍ର କହନ୍ତି ହେଲା। ଆମେ ଯେମିତି ବରଗଛଟା ଗୋଟେ କେତେ ବଡ଼ ବରଗଛ ହେଉଛି, ତ ତା ମଞ୍ଜିଟା କେତେ ଛୋଟ, ତ ସେଇ ଛୋଟ ଟିକେ ମଞ୍ଜିରୁ କେତେ ବଡ଼ ବିଶାଳକାୟ ମାନେ ବୃକ୍ଷ ହୋଇପାରୁଛି ହେଲା। ତ ସେହିପରିକା ବେଦରେ ଆମେ ଯେଉଁ ମନ୍ତ୍ର କହୁଛେ ଏ ମନ୍ତ୍ରର ଏତିକି ଶକ୍ତି ଅଛି ଯେ ସିଏ ବିଶାଳକାୟ ବଟବୃକ୍ଷ ଯେମିତି ମାନେ ହେଇପାରୁଛି, ସେହିପରିକା ତାର ଅନେକ ବହୁତ ବଡ଼ କାର୍ଯ୍ୟ ଅଛି ହେଲା। ତ ଯେତେବେଳେ ଦେଖିଥିବେ ଯେ ଯେଉଁ ଜାଗାରେ କୌଣସି ଜାଗାରେ ଯଦି ବହୁତ ଦିନ ଧରି ବର୍ଷା ହୁଏ ନାହିଁ, ସେ ଜାଗାରେ ଆମର କ'ଣ ଯଜ୍ଞ କରନ୍ତି। ତ ଯଜ୍ଞ ମାଧ୍ୟମରେ ମନ୍ତ୍ର ବଳ ଅଛି, ତା ଆହୁତି ଦେବା, ତା ଅନେକ ସେ ଭିତରେ ଜ୍ଞାନ ବିଜ୍ଞାନ ଅଛି। ତ ସେଗୁଡ଼ା କଲା ପରେ ତାପରେ ବର୍ଷା ଆସେ, ମାନେ ତାଙ୍କ ମନ୍ତ୍ର ଶକ୍ତି ଦ୍ୱାରା ମେଘ କରେଇ ପାରେ ହେଲା। ଅନେକ ଜିନିଷ ଅଛି ମନ୍ତ୍ର ଶକ୍ତି ଦ୍ୱାରା ବୈଦିକ ଯୁଗରେ ସବୁ କିଛି କରଉଥିଲେ ହେଲା। ଯେମିତି ମହାଭାରତ ଯୁଦ୍ଧରେ ମାନେ ଏତେ ସେନାମାନଙ୍କୁ ଏମାନେ ଯେଉଁ ବଧ କରିପାରୁଥିଲେ ସବୁ ମନ୍ତ୍ର ଶକ୍ତି ବଳରେ ସେମାନେ କରୁଥିଲେ। ମନ୍ତ୍ରର ଅର୍ଥ କ'ଣ? ମନ୍ତ୍ରର ଅର୍ଥ ଗୂଢ଼ ବିଚାର, ଯାହା ମଧ୍ୟରେ ଗମ୍ଭୀର ଜ୍ଞାନ ଲୁଚି ରହିଥାଏ ତଥା ଯାହାର ମନନ ଚିନ୍ତନ ଦ୍ୱାରା ଗୂଢ଼ ତତ୍ତ୍ୱଜ୍ଞାନ ଲାଭ ହୁଏ ତାହାକୁ ମନ୍ତ୍ର କୁହାଯାଏ। ଆଚ୍ଛା, ବ୍ରାହ୍ମଣ ଗ୍ରନ୍ଥ କାହାକୁ କହନ୍ତି? ଆମର ଯେଉଁ ଅଛି ଯେ ବ୍ରାହ୍ମଣ ଗ୍ରନ୍ଥ ଅଛି, ବେଦକୁ 4 ଭାଗରେ ବିଭକ୍ତ କରିଦିଆହେଇଛି, ସେ ଭିତରେ ଗୋଟେ ବ୍ରାହ୍ମଣ ଗ୍ରନ୍ଥ ଅଛି। ବେଦରେ ବର୍ଣ୍ଣିତ ବିଷୟର ବ୍ୟାଖ୍ୟା କରୁଥିବା ଗ୍ରନ୍ଥକୁ ବ୍ରାହ୍ମଣ ଗ୍ରନ୍ଥ କହନ୍ତି। ବେଦରେ ବର୍ଣ୍ଣିତ ବିଷୟର ବ୍ୟାଖ୍ୟା, ବେଦରେ ଲେଖା ହେଇଛି ଯେଉଁ ବିଷୟରେ, ମାନେ ଯେଉଁ ବିଷୟ ସବୁ ଅଛି ମେନ୍ ଟପିକ୍, ସେ ବିଷୟରେ ବ୍ୟାଖ୍ୟା କରୁଥିବା ଗ୍ରନ୍ଥକୁ ବ୍ରାହ୍ମଣ ଗ୍ରନ୍ଥ କୁହନ୍ତି।
ଆଚ୍ଛା, ପ୍ରତ୍ୟେକ ବେଦରେ ଗୋଟିଏ ଲେଖାଏଁ ପ୍ରସିଦ୍ଧ ବ୍ରାହ୍ମଣ ଗ୍ରନ୍ଥର କ'ଣ ଅଛି ନା ଋଗ୍ବେଦର ପ୍ରସିଦ୍ଧ ବ୍ରାହ୍ମଣ ଗ୍ରନ୍ଥ ହେଉଛି ଐତରେୟ ବ୍ରାହ୍ମଣ, ଯଜୁର୍ବେଦର ବ୍ରାହ୍ମଣ ଗ୍ରନ୍ଥ ଶତପଥ ବ୍ରାହ୍ମଣ, ସାମବେଦର ତାଣ୍ଡ୍ୟ ବ୍ରାହ୍ମଣ, ଅଥର୍ବ ବେଦର ଗପତ ବ୍ରାହ୍ମଣ। ତ ଏମିତି ସବୁ ବେଦର ବ୍ରାହ୍ମଣ ଶାଖା ଅଛି ଯେଉଁଠିକି ମୁଖ୍ୟ ମୁଖ୍ୟ ପଏଣ୍ଟର ବିସ୍ତାର କରାହେଇଛି। ତ ଏତିକି ଆଜି ଥାଉ, କାଲି 31 ନମ୍ବରରୁ ପଢ଼ିବା ହେଲା। ଏ ଜିନିଷ ଜାଣିଥିଲେ କାନରେ ପଢ଼ିବା ନିଶ୍ଚିତ ଦରକାର, ସେ ଯେଉଁ ଜାଣିପାରିବେ। ଆଉ ଆପଣମାନେ କିଏ କ'ଣ କହୁଛନ୍ତି କୁହନ୍ତୁ, ନିଜ ନିଜ ବିଷୟରେ କିଛି କୁହନ୍ତୁ। ନିଜ ପାଖରେ କ'ଣ ପ୍ରତିଭା ଅଛି ନିଜ ବିଷୟରେ କିଛି କୁହନ୍ତୁ, ନିଜ ବାର୍ତ୍ତା ଦିଅନ୍ତୁ। ଆଦର୍ଶ ନାରୀ ଗ୍ରୁପରେ କେମିତି 50 ଜଣ ଯୋଡ଼ି ହେବେ ଆମ ବିଚାରର, ସେ ବିଷୟରେ କିଛି କୁହନ୍ତୁ।